ଯାତ୍ରାପାଟି ମାଲିକ ମାନେ କିଛି ଲାଭ କରୁଛନ୍ତି, କିଛି ମାଲିକ ନହେଲେ ଆଉ ସବୁ ମାଲିକଙ୍କର କ୍ଷତି ଚାଲିଛି। ଲାଭ ବର୍ତ୍ତମାନ ଯିଏ ଭାଇରାଲ ଆର୍ଟିଷ୍ଟ ରଖିଛି ସେଇମାନେ ଲାଭ କରୁଛନ୍ତି। ଯେଉଁମାନେ ସିଂହ ବାହିନୀ ଗୋଟିଏ ଭାଇରାଲ ଆର୍ଟିଷ୍ଟ ରଖିଛି ପିୟୁଷ, ଇଏ ଆମର ରଖିବ ସୂର୍ଯ୍ୟ ମନ୍ଦିର ସାଇ ପାୟଲଙ୍କୁ। ତେଣୁ ବର୍ତ୍ତମାନ ଯିଏ ଭାଇରାଲ ସିଏ ହେଉଛନ୍ତି ଆମ ଲୋକକଳା ଲୋକନାଟ୍ୟର ମାନେ ମୁଖ୍ୟ ବର୍ତ୍ତମାନ ହେଉଛି। କମିଟି ମାନେ ବୁଝୁନାହାନ୍ତି। ଆମ କମିଟି ମାନେ ସାରା ଓଡ଼ିଶାକୁ ଆମେ ଠିକ୍ କରାଇଲୁ ଯେ କମିଟି ମାନେ କଳାକୁ ବଞ୍ଚାଅ, କଳା ଦେଖ, କଳାକାର ଦେଖନି। କିନ୍ତୁ ବର୍ତ୍ତମାନ କମିଟି ମାନେ କେବଳ ଭାଇରାଲ କଳାକାରଙ୍କ ପଛରେ ଲାଗିଛନ୍ତି। ସେ ଯେଉଁମାନେ ଭାଇରାଲ କଳାକାର ରଖିଛନ୍ତି ତାଙ୍କୁ ବୁକିଂ କରୁଛନ୍ତି, ଯେଉଁମାନେ ପାଇଁ ଭାଇରାଲ କଳାକାର ନାହିଁ ସେମାନେ ବୁକିଂ ହେଉନାହାନ୍ତି। ତେଣୁ କମିଟି ଯାତ୍ରାପାଟି ମାଲିକ ଲାଭ ହେଉନି, ଯାତ୍ରାପାଟି ମାଲିକର କ୍ଷତିରେ ଚାଲିଛି। ଲାଭ ବର୍ତ୍ତମାନ କରୁଛନ୍ତି ସିଂହ ବାହିନୀ, ଯିଏକି ରାତିକି 4 ଲକ୍ଷ 50ରୁ 5 ଲକ୍ଷ ବର୍ତ୍ତମାନ ଇଏ କରିଛନ୍ତି। ଆଉ ବର୍ତ୍ତମାନ କିନ୍ତୁ ସବୁଠାରୁ ଭଲ ବିଷୟ ହେଉଛି ନାଣ୍ଡୁବାବୁ ଭଲ ଲାଭ କରୁଛନ୍ତି। ବିନା ନୂଆ କଳାକାରଙ୍କୁ ନେଇକି ବି ଲାଭ କରୁଛନ୍ତି। ନାଣ୍ଡୁବାବୁଙ୍କର ଲାଭ ହେଉଛି। ଶିବାନୀ ନୂଆ କଳାକାର ନେଇକି ମଧ୍ୟ ଲାଭ ହେଉଛି। କିନ୍ତୁ ବର୍ତ୍ତମାନ ଭାଇରାଲ କଳାକାର କାଳିଆ ବାବୁ ଭାଇରାଲ ସାଇ ପାୟଲକୁ ନେଇକି ଲାଭ କରିବେ ବୋଲି ଆଶା କରୁଛୁ। ତେଣୁ ଆଉ ଅନ୍ୟ ସବୁ ମାଲିକଙ୍କର ଆଭରେଜ ଚାଲିଛି। ଆମ ଯେଉଁ ରଙ୍ଗମହଲ ମଧ୍ୟ ଲାଭ କରୁଛି। କଳାକାର ମାନଙ୍କର ବର୍ତ୍ତମାନ କଚେ ପୁଅ ବାର କଳାକାର ମାନେ ବର୍ତ୍ତମାନ କୋଟିଏ 10, 80 ଲକ୍ଷ 75 ଲକ୍ଷ 10 ମାସରେ ଯଦି କରୁଛନ୍ତି ତାହେଲେ ସେ ରାଷ୍ଟ୍ରପତିଙ୍କ ଦରମାଠୁ ମଧ୍ୟ ଅଧିକା ପାଉଛନ୍ତି। କିନ୍ତୁ ସେଠି କାଙ୍ଗାଳ ହେଉଛି କମିଟି ଆଉ ମାଲିକ। କମିଟି ଯଦି ଲୋକଙ୍କ ଉପରେ ପକାଇଦେବ 500 ଟଙ୍କା କଦାପି ଲୋକ ଏହାକୁ ଆଦୃତ କରିବେ? ଲୋକ ଆଦୃତ ହେବନି। ଲୋକ କଳା କ୍ଷଣିକ ପାଇଁ ରହିବ, ଚାଲିଯିବ। ତେଣୁ ଲୋକଙ୍କ ପାଖକୁ ପହଞ୍ଚିବାକୁ ହେଲେ ଆମେ ଲୋକ କଳାକୁ ଯେମିତି ସେମାନଙ୍କ ପକେଟକୁ ଶୁଆଇଲା ଭଳିଆ ଟିକେଟ୍ ଦର କରିବା ଦରକାର। ଆଜ୍ଞା ଟେଣ୍ଟ ପିଲା ପାଉଛନ୍ତି ଦିନକୁ 500 ଟଙ୍କା ବି ବଡ଼ କଷ୍ଟର କଥା। ସେ ବର୍ଷ ଶେଷକୁ ପାଉନାହାନ୍ତି। ଯେଉଁମାନଙ୍କର ଅବଦାନ ରହୁଛି ଯାତ୍ରାପାଟିରେ, ଯେଉଁମାନଙ୍କର ରହୁଛି ସେମାନେ ପାଉନାହାନ୍ତି। କଳା ମାନେ ଟେଣ୍ଟ ପିଲା କୁହନ୍ତୁ, ସେମାନଙ୍କର କେତେ ଅବଦାନ। ଗୋଟେ ଟେଣ୍ଟ ବନ୍ଧା ହେଲେ ଗୋଟେ ଯାତ୍ରା ହେବ, ଗୋଟେ ପେଣ୍ଡାଲ ବନ୍ଧା ହେଲେ ଗୋଟେ ଯାତ୍ରା ହେବ, ଲାଇଟ୍ ମାଇକ୍ ସାଉଣ୍ଡ ବାଜାବାଲା ସମସ୍ତଙ୍କର ଦରକାର। କିନ୍ତୁ ସେମାନେ କୁହନ୍ତୁ ସେମାନେ ପାଉନାହାନ୍ତି। ବର୍ତ୍ତମାନ ପାଉଛନ୍ତି କେବଳ ନିର୍ଦ୍ଦିଷ୍ଟ କଳାକାର କୋଟିଏ ଟଙ୍କା ଉପରେ କରିକି ବର୍ତ୍ତମାନ ଯାତ୍ରାକୁ ଧ୍ୱଂସ କରିବାକୁ ଆଗେଇଲା ଆସିଲେଣି। ଦାୟୀ ବର୍ତ୍ତମାନ ହେଉଛି ଆଜ୍ଞା ମୁଁ ପ୍ରଥମ ଯଦି ମୁଁ ଗୋଟେ କମିଟିର ପ୍ରେସିଡେଣ୍ଟ ହେଇକି ମୁଁ କହୁଛି ଆମ କମିଟି ଦାୟୀ। କମିଟି ଯଦି ଭାଇରାଲ କଳାକାରଙ୍କୁ ନ ପୋଷିକି କଳା ଦେଖନ୍ତା ଏବଂ ଭଲ ନାଟକ ପରିବେଷଣ ପାଇଁ ଗୁରୁତ୍ୱ ଦିଅନ୍ତା ଏବଂ ସେଥିପାଇଁ କମିଟି ଦାୟୀ ହେବ ପ୍ରଥମେ। ତାପରେ ସେମାନଙ୍କ ଭିତରେ ମାଲିକମାନଙ୍କ ଭିତରେ ସମନ୍ୱୟ ନାହିଁ। ସେମାନଙ୍କୁ ବହୁତ ଥର ଆମେ ବସିଛୁ, ଆମେ ତାଙ୍କ ପାଖେ ମଧ୍ୟ ବସିଛୁ, କିନ୍ତୁ କମିଟି ଏବଂ କଳା ବସିଛୁ, କିନ୍ତୁ ସେମାନଙ୍କର ସମନ୍ୱୟ ନାହିଁ। ସେମାନେ ଉଚ୍ଚ ଦରରେ ନେବାରେ ବ୍ୟସ୍ତ। ରୋଜଗାର ବହୁତ ଭଲ। ଓଡ଼ିଆ ଫିଲ୍ମ ଅପେକ୍ଷା ଯାତ୍ରା ଦେଖିବା ପାଇଁ ଲୋକମାନେ ବହୁତ ଆଗ୍ରହ। କିନ୍ତୁ ବର୍ତ୍ତମାନ ଏ ବର୍ଷ ବୋଧେ ଆମର 300 ଟଙ୍କା ଥିଲା, ଏ ବର୍ଷ ବୋଧେ 500 ଟଙ୍କା କରାଯିବ। କାରଣ ଆମ ଖଣ୍ଡଗିରି ଗୋଟେ ଯାତ୍ରା, ଗୋଟେ ଜାଗାରେ ଯାତ୍ରା ହେଉଛି ଯେଉଁଠି ପ୍ରଶାସନ ପ୍ଲସ୍ ଟେଣ୍ଟ ପ୍ଲସ୍ ସବୁ ଦେଖିବା ଖର୍ଚ୍ଚ ଯାହା ଆମେ ଭାବୁଛୁ 500 ଟଙ୍କା କରିବୁ। ତେଣୁ ଏ ବର୍ଷ ଦେଖନ୍ତୁ ଯାତ୍ରା ଲୋକ କେତେ କମିବେ। ଆମେ ଜାଣୁଛୁ ଯାତ୍ରା ଦର୍ଶକ କମିଯିବେ। ତାର କାରଣ ହେଉଛି ଯାତ୍ରାପାଟିର ଅହେତୁକ ଦର ବୃଦ୍ଧି। ଆଉ କ'ଣ କରିବା? ହଁ ସେଟା ବହୁତ ସତ କଥା। ଯାତ୍ରା ମାଲିକମାନେ ଜମି ବିକୁଛନ୍ତି। ଯାତ୍ରା ମହତାବ ଯାହା କଲେ ଠିକ୍। ଯାତ୍ରା ମହତାବଙ୍କର ଏତେ ପଇସା, ସବୁଦିନ ସେମାନେ ପରିବା କହିଲେ ଅଧା ଓଡ଼ିଶାକୁ କବିରାଜ ଯୋଗାଉଛନ୍ତି। କିନ୍ତୁ ସିଏ ମଧ୍ୟ ଜମି ବିକିକି କଳାକାର ପ୍ରତିବର୍ଷ ଇନଭେଷ୍ଟ କରୁଛନ୍ତି। ଲାଭ କ'ଣ ପାଉଛନ୍ତି? ମହତାବ ଲାଭ ପାଉନାହାନ୍ତି। ଲାଭ ପାଉଛି ସିଂହ ବାହିନୀ। ବଢ଼ଉଛି ଦର ବୃଦ୍ଧି କରିକି ଭଲ ଆର୍ଟିଷ୍ଟ ନେଇକି ଯାଉଛି। କହୁଛି ଯାତ୍ରାପାଟିରେ ସେମିତି କରାଯାଏ। ଆଚ୍ଛା କରାଯାଏ, କିନ୍ତୁ ଲୋକ କେମିତି ଆଦୃତ ହେବ? ଲୋକ ଆଦୃତ କେମିତି ହେବ? ଲୋକ 500 ଟଙ୍କା ଟିକେଟ୍ ଦେଇ କେମିତି ଦେଖିବେ? ଦେଖନ୍ତୁ କଳାକୁ ବଞ୍ଚିବାକୁ ହେଲେ ଆପଣମାନଙ୍କର ସାହାଯ୍ୟ, କମିଟିର ସାହାଯ୍ୟ ଦରକାର। କମିଟି ଯେଉଁଦିନ କମିଟି ଚାହିଁବ ମୁଁ ଭଲ କଳା ନେବି, ଭଲ କଳାକାରକୁ ଦେଖିବି ନାହିଁ, ଭଲ ନାଟକ ଦେଖିବି, ଭଲ ରାଇଟର ଡାଇରେକ୍ଟରଙ୍କର ନାଟକ ଦେଖିବି, ତାହେଲେ ସେଦିନ ଆମ ଲୋକ କଳା ବଞ୍ଚିବ। 4.5 ଲକ୍ଷ, ଶିବାନୀ କୋଣାର୍କ 3.5 ଲକ୍ଷରେ କିଏ ଭଲ ବେପାର କରୁଛି? ଶିବାନୀ ଭଲ ବେପାର କରୁଛି, ତୁଳସୀ ଭଲ ବେପାର କରୁଛି 3.5 ଲକ୍ଷରେ। ମାନେ ବିନା ଯଦି ଭଲ କଳାକାରକୁ ଆମେ ନେବା, ମାନେ ଭଲ କଳାକାର ନେବା,
ଭାଇରାଲ କଳାକାର ନୁହେଁ, ଭଲ କଳାକାର ନେବା, ଭଲ ରାଇଟର ଡାଇରେକ୍ଟର ଭଲ ନାଟକ ଦେଖିବା, ଆମ ସଂସ୍କୃତିକି ଦେଖିବା, ତାର ନିଶ୍ଚିତ ଲାଭ ହେବ। କିନ୍ତୁ ଭାଇରାଲ କଳାକାରଙ୍କୁ ନେଇକି ଲୋକଙ୍କ ଉପରେ ଆମେ ଅଯଥା ପକାଇବା ବର୍ତ୍ତମାନ ଏ ବର୍ଷ ଆମେ ଖଣ୍ଡେଇରେ ବସିବୁ, ଖଣ୍ଡେଇରେ ସବୁ କମିଟି ବସିବୁ ଯାତ୍ରା ପୂର୍ବରୁ କେତେ ଟଙ୍କାରେ କିଏ ବୁକିଂ କରିଛି ସେଇଟା ଚିନ୍ତା କରିକି